तो गोटे दिन में केते जिनिस भूली पारे सेटा मु आज आपण मानकु ए व्लॉग रे देखेबी। सो हेलो एवरीवन, वेलकम टू माय अनदर मिनी व्लॉग। तो जेमती कि एबे सबुआडे ठंडा बहुत जोर आसिलानी, सेतपय मु भाबिली कि मु आज डिनर रे बनेबी गोटे मिक्स वेजिटेबल सूप। आ एटा हेल्दी मध्य, जो माने वेट लॉस रे अछन तांका पे एटा बहुत ही काम रे आसी परिबो। आ हां, ता सहित मते बहुत जोर ठंडा काश मते हे जाईची। तो जहाँ भी वेजेस दरकार थिला मु आगुरु काटी के रखी देतिली। एबे मते केवल काटिबार थिला रसुण। ଆଉ ଏଇଟା ହିଁ ସବୁଠୁ ମତେ ଡିଫିକଲ୍ଟ ଲାଗେ, କାହିଁକିନା ମତେ ତାର ଚୋପା ଛଡେଇକି ପକେଇବାର ଥିଲା, ଯେହେତୁ ମୁଁ ସୁପ୍ ବନଉଥିଲି। ଦେନ୍ ମୋର ଏଇଠି ସବୁ କାଟିବା ସରିଯାଇଥିଲା। ଚାଲନ୍ତୁ ଏବେ ବନେଇବା ଆମର ଭେଜିଟେବଲ ସୁପ୍। ତ ଫାର୍ଷ୍ଟ ଆମେ ଗ୍ୟାସରେ କଢ଼େଇ ରଖି ସାରିଲା ପରେ ସେଠି ଗୋଟେ ସ୍ପୁନ୍ ତେଲ ଦବା, ଯେକୌଣସି ତେଲ ମଧ୍ୟ ଆପଣ ନେଇପାରିବେ। ଦେନ୍ ତାପରେ ମୁଁ ସେଠି ଦେଲି ଜିଞ୍ଜର ଗାର୍ଲିକ ଆଣ୍ଡ ଦେନ୍ ତାପରେ ସେଇଟା ଟିକେ ଫ୍ରାଏ ହେଇସାରିଲା ପରେ ମୁଁ ସେଇଠି ପକେଇବି କାଟିକି ରଖିଥିବା ଅଳ୍ପ ଟିକେ ପିଆଜ। ଦେନ୍ ତାପରେ ମୁଁ ଯୋଉ ଭେଜିସ୍ କାଟିଥିଲି ତାକୁ ମୁଁ ପାଣିରେ ରଖିଦେଇଥିଲି, ଦେନ୍ ସେଇଟା ଆପଣ ଏଡ୍ କରିବେ। ଦେନ୍ ହଁ, ମୁଁ ଆଗରୁ କ୍ୟାବେଜ ମଧ୍ୟ କାଟି ଦେଇଥିଲି, ତ ସେଇଟା ମଧ୍ୟ ମୁଁ ଟିକେ ପକେଇଦେଲି। ଆଉ ତାପରେ କ୍ୟାବେଜ ପକେଇଲା ପରେ ଟିକେ ଫ୍ରାଏ କରିଦେବେ। ଦେନ୍ ଆପଣଙ୍କୁ ଯେତିକି ଲୁଣ ଦରକାର ସେଇଟା ମଧ୍ୟ ଆପଣ ପକେଇଦେବେ। ଆଉ ଏଇଠି ଦେଖନ୍ତୁ, ମୁଁ ଫାର୍ଷ୍ଟ ଗୋଟେ ଭୁଲିଲି, ଯୋଉଟା କି ବିନ୍ସ ପକେଇବା ପାଇଁ ଭୁଲିଗଲି। ସେଥିପାଇଁ ମୁଁ ଭାବିଲି କି ପକେଇଦେବି ଏଇଠି ଟିକେ ପନିର, ଯୋଉଟା କି ମୁଁ ଘରେ ହିଁ ବନେଇଥିଲି। ଦେନ୍ ଏଇଠି ଭେଜିସ୍ ଟିକେ ଟିକେ ଫ୍ରାଏ ହେଇସାରିଲାଣି, ତ ମୁଁ ଏଇଠି 2 ଗ୍ଲାସ ପାଣି ଆଡ୍ କଲି। ଦେନ୍ ଯେମିତିକି ପାଣି ଫୁଟିଗଲା, ଭେଜିସ୍ ମଧ୍ୟ ଟିକେ ଟିକେ ସିଝିଗଲାଣି। ଦେନ୍ ମୁଁ ଏଇଠି ବେଶୀ ଟିକେ ଗୋଲମରିଚ ପାଉଡର ପକେଇଦେଲି, କାହିଁକିନା ଆଉ କିଛି ମସଲା ପଡିବନି। ଦେନ୍ ଗୋଟେ ଚାମଚ ଭିନେଗାର, ଦେନ୍ କାଟିକି ରଖିଥିବା ପନିରକୁ ମଧ୍ୟ ପକେଇଦେଲିଣି, କାହିଁକିନା ଅଲମୋଷ୍ଟ ମୋର ସୁପ୍ ବନେଇ ହେଇଯାଇଥିଲାଣି। ଆଉ ଏଇଠି ମୁଁ ପୁଣି ଦିନରେ ବନଉଥିଲି ରାଗିର ଗୋଟେ ଚିଲା, କିନ୍ତୁ ପରେ ମତେ ମନେ ପଡିଲା କି ମୋ ପାଖରେ ତ ରାଗି ହିଁ ନାହିଁ। ତ ମୁଁ ତ ଏବେ ବ୍ଲିଙ୍କିଟ୍ କରିବି, ଦେନ୍ ତାପରେ ବନେଇବି ଚିଲା। କିନ୍ତୁ ଆପଣମାନଙ୍କ ପାଇଁ ସୁପ୍ ଏଇଠି ମୋର ହେଇଯାଇଛି ରେଡି। ଆଉ ହଁ, ଯେହେତୁ ଏଟା ହେଲ୍ଦି ସୁପ୍, ଦେଖିବା ପାଇଁ ହୁଏତ ଏଟା ଭଲ ନ ଦେଖାଯାଉଥିପାରେ, କିନ୍ତୁ ଟେଷ୍ଟରେ ବହୁତ ହି ଭଲ ଥିଲା। ମାନେ ହେଲ୍ଦି ହିସାବରେ ତ ବହୁତ ଭଲ ଥିଲା। ତ ଏଇଠି ମୁଁ ଏଣ୍ଡ କରୁଛି ମୋର ମିନି ବ୍ଲଗ, ଆଉ ଯାଉଛି ମୁଁ ମୋର ଏନ୍ଜୟ କରିବା ପାଇଁ ମିକ୍ସ ଭେଜିଟେବଲ ସୁପ୍। ତ ଆପଣମାନେ ମଧ୍ୟ ଟେଷ୍ଟ କରନ୍ତୁ ଆଉ କୁହନ୍ତୁ କେମିତି ଲାଗିଲା।